ଦୁର୍ଭାଗ୍ୟ ମାଡ଼ି ଆସିଲେ ମଣିଷର ଅବସ୍ଥା କ'ଣ ଯେ ହୁଏ ତା ସମସ୍ତେ ଜାଣିଛନ୍ତି। ତା ପାଖରେ ଆଉ କିଛି ବି ଚାରା ନଥାଏ। ସେ ପରିସ୍ଥିତିର ଦାସ ବନିଯାଏ। ନହେଲେ ଆଜି ମୁଁ 28 ବର୍ଷୀୟ ସୁନନ୍ଦାଙ୍କର କାହାଣୀ କହିବାକୁ ଯାଇନଥାନ୍ତି। ନୂଆ ଗାଁର ସୁନନ୍ଦା ମିଶ୍ର ନିମ୍ନ ମଧ୍ୟବିତ୍ତ ପରିବାରର ବୋହୂ ଥିଲେ। କିନ୍ତୁ ଏମିତି ପରିସ୍ଥିତି ହେଲା ଯେ ଶେଷରେ ସେ ଭିକ ମାଗିବାକୁ ବାଧ୍ୟ ହେଲେ। ମାଗି ଯାଚି ନିଜର ଜୀବନ କଟାଇବାକୁ ବାଧ୍ୟ ହେଲେ। ଦିନେ ଭିକ ମାଗିବା ପାଇଁ ସେ ଗୋଟିଏ ଘରକୁ ଯାଇଥିଲେ। ଡାକ ପକାଉଥିଲେ, କି ଘରେ କିଏ ଅଛନ୍ତି କି? କିଛି ଖାଇବାକୁ ଦିଅନ୍ତୁ, ମୁଁ 2 ଦିନ ହେଲା କିଛି ଖାଇନି। ହେଲେ ସେ ଘରୁ କାହାର ସୋର ଶବ୍ଦ ବି ଶୁଭୁନଥିଲା। କିଏ ବି କବାଟ ଖୋଲି ବାହାରକୁ ଆସୁନଥିଲେ। ମନ ଦୁଃଖରେ ସୁନନ୍ଦା ଫେରି ପଳାଉଥିଲେ। ଟିକିଏ ବାଟ ପାଦ ବଢ଼ାଉ ବଢ଼ାଉ ସେ ଘରୁ କାହାର ପାଟି ଶୁଭିଲା। ସେ କହିଲେ କି ଟିକେ ରହିଯାଅ, ମୁଁ ବାଥରୁମରେ ଥିଲି ତ ଆସିବା ପାଇଁ ଡେରି ହୋଇଗଲା। ଶୁଣିକି ସୁନନ୍ଦା ପୁଣି ସେ ଘର ଆଡ଼କୁ ବୁଲିଲେ। ଯେମିତି କବାଟ ପାଖରେ ପହଞ୍ଚିଛନ୍ତି, ଘର କବାଟ ପାଖରେ ଥିବା ଲୋକ ଜଣକ ତାଙ୍କୁ ଦେଖି ଚମକି ପଡ଼ିଲେ। ମନେ ମନେ କିଛି ଚିନ୍ତା କରିବା ପରେ ସୁନନ୍ଦାକୁ କହିଲେ କି ମୁଁ ତୁମକୁ କେଉଁଠି ଦେଖିଛି। ସୁନନ୍ଦା କହିଲେ କି ବାବୁ, ମତେ ଆପଣ କୋଉଠି ଦେଖିଲେ? ଏଇ ମାଗିବା ସମୟରେ କେଉଁଠି ଦେଖିଥିବେ ବୋଧେ। ସେଠୁ ସେ ଲୋକ ଜଣକ କହିଲେ କି ନା ନା, ମତେ ଲାଗୁଛି କି ମୁଁ ତୁମକୁ ଭଲ ଭାବରେ ଜାଣିଛି। ସେଠୁ ସୁନନ୍ଦା ଚିନ୍ତାରେ ପଡ଼ିଗଲେ କି ଏ ଲୋକ ମତେ କେମିତି ଜାଣିଲେ। ଟିକେ ସମୟ ଯାଇଛି କି ନା ସେଠୁ ସେ ଲୋକ ଜଣ କହିଲେ କି ତମେ ଆଉ ରୀତାଙ୍କ ସାଙ୍ଗ ସୁନନ୍ଦା ନୁହଁ ତ? ନିଜ ନାଁ ଜଣେ ଅଜଣା ଲୋକ ମୁହଁରୁ ଶୁଣିବା ପରେ ସୁନନ୍ଦା ବି ଚକିତ ହୋଇଗଲେ। ସେ କହିଲେ କି ହଁ ହଁ ବାବୁ, ମୋ ନାଁ ସୁନନ୍ଦା। ହେଲେ ଆପଣ ରୀତାକୁ କେମିତି ଜାଣିଲେ? ସେଠୁ ସେ ଲୋକ ଜଣ କହିଲେ କି ରୀତା ମୋ ସ୍ତ୍ରୀ। ସୁନନ୍ଦା କହିଲେ କି ରୀତାଙ୍କ ସ୍ୱାମୀ ତ ପତଳା ଥିଲେ, ଆଉ ଆପଣ ତ ସୁସ୍ଥ ସବଳ। ସେ ଲୋକ ଜଣକ କହିଲେ କି ମୁଁ ଆଗରୁ ପତଳା ଥିଲି, ଏବେ ସୁସ୍ଥ ସବଳ ହୋଇଯାଇଛି। ସୁନନ୍ଦା କହିଲେ କି ରୀତା କାହିଁ? ତାକୁ ଟିକେ ଡାକନ୍ତୁ ତ, ମୁଁ କଥା ହେବି। ସେଠୁ ସେ ଲୋକ ଜଣକ ଦୁଃଖ ମନରେ କହିଲା କି ରୀତା ତ ମତେ ଛାଡ଼ିକି ପଳେଇଛି। ସୁନନ୍ଦା ପଚାରିଲେ କି ଏମିତି କ'ଣ ହେଲା ଯେ ସେ ଆପଣଙ୍କୁ ଛାଡ଼ିକି ପଳେଇଲା? ସେଠୁ ସେ ଲୋକ ଜଣକ କହିଲେ କି ସେ ଆଉ କାହାକୁ ଭଲ ପାଉଥିଲା, ଆଉ ସମୟ ଦେଖି ସେ ତା ସାଥିରେ ପଳେଇଛି। ଏଠି ମୁଁ ଆଉ ମୋ ଛୋଟ ଭାଇ ରହୁଛୁ। ସେ ଲୋକ ଜଣଙ୍କର ନାଁ ଥିଲା ବିମଳ। ବିମଳଙ୍କର ବାପା ମା ଆଗରୁ ମରିଯାଇଥିଲେ, ଆଉ ରୀତା ବି ତାଙ୍କୁ ଛାଡ଼ିକି ପଳେଇଥିଲେ। ତେଣୁ 2 ଭାଇ ହିଁ ସେ ଘରେ ଏକା ରହିଯାଇଥିଲେ। ଆଗରୁ ଯେତେବେଳେ ବିମଳ ରୀତାଙ୍କୁ ଆଣିବା ପାଇଁ ତାଙ୍କ ଘରକୁ ଯାଉଥିଲେ, ସୁନନ୍ଦାଙ୍କ ସହିତ ଭେଟ ହୋଇଥିଲା। ରୀତା ସୁନନ୍ଦାଙ୍କୁ ବିମଳଙ୍କ ସହିତ ପରିଚିତ କରାଇ ଦେଇଥିଲେ। ତେଣୁ ବିମଳ ସୁନନ୍ଦାଙ୍କୁ ଚିହ୍ନି ପାରିଥିଲେ। ସୁନନ୍ଦା ରୀତାଙ୍କର କାରନାମା କଥା ଶୁଣି ଦୁଃଖୀ ହୋଇଗଲେ। ବିମଳ କହିଲେ କି ଛାଡ଼ ସୁନନ୍ଦା, ଆଉ ଭାବିଲେ କ'ଣ ହେବ? ତମେ କୁହ, ତମର ତ ବିବାହ ହୋଇଯାଇଥିଲା, ପୁଣି ବୁଲି ବୁଲି ଭିକ ମାଗୁଛ କାହିଁକି? ସୁନନ୍ଦା କାନ୍ଦିବାରେ ଲାଗିଲେ, ଆଉ କାନ୍ଦି କାନ୍ଦି ନିଜର କାହାଣୀ କହିଲେ। ସେ କହିଲେ କି ମୋର ବାହାଘର ଜଣେ କ୍ଲର୍କ ସହିତ ହୋଇଥିଲା। ହେଲେ ସେ ଜଣେ ମଦୁଆ ବୋଲି ଆମେ ଜାଣିପାରିଲୁନି। ବାହାଘର ପରେ ସେ ମତେ ମାରପିଟ କରିବା ସହିତ ନାନା ପ୍ରକାରର ଜୁଲୁମ କରୁଥିଲା। ସହି ନପାରି ମୁଁ ତାଙ୍କୁ ଛାଡ଼ିକି ବାପ ଘରକୁ ପଳେଇଲି। ହେଲେ ସେଇଟା ହିଁ ମୋର କାଳ ହେଲା। ଏହାର ସୁଯୋଗରେ ସେ ମତେ ଛାଡ଼ପତ୍ର ଦେଇଦେଲେ। ଛାଡ଼ପତ୍ର ପାଇବା ପରେ ମୁଁ ଆମ ଘରେ ରହୁଥିଲି। ସମୟ ବିତୁଥିଲା। ଦିନେ ବାପା ବୋଉ ବି ଚାଲିଗଲେ। ବାପା ମାଙ୍କ ମୃତ୍ୟୁ ପରେ ଭାଉଜ ମୋ ପାଇଁ କାଳ ସାଜିଲେ। ମତେ ଆଉ ଘରେ ରଖାଇ ଦେଲେନି। ତାଙ୍କ ବ୍ୟବହାର, ତାଙ୍କ କଥା ମୁଁ ଆଉ ସହିପାରିଲିନି। ଛାଡ଼ିକି ପଳେଇ ଆସିଲି। ବହୁତ କଷ୍ଟରେ ଗୋଟିଏ ଚାକିରି ପାଇଥିଲି। କିନ୍ତୁ ବୋଧେ ମୋ ଭାଗ୍ୟ ମୋ ଉପରେ ଦାଉ ସାଧିବା ଆରମ୍ଭ କରିଦେଇଥିଲା। ମୋ ସ୍ୱାମୀ ଏକଥା ଜାଣିବା ପରେ
ଶ୍ୟାମ ସାର୍ଙ୍କୁ ଇଆଡ଼ୁ ସିଆଡ଼ୁ କହି ମୋତେ ଚାକିରିରୁ ବାହାର କରିଦେଲେ। ବହୁତ ଚେଷ୍ଟା ପରେ ବି ଆଉ କୋଉଠି ଚାକିରି ପାଇଲିନି। ସେଠୁ ବାଧ୍ୟ ହୋଇ ମୁଁ ପର ଘରେ କାମ କରିବା ପାଇଁ ଖୋଜିଲି। ହେଲେ ଯେଉଁ ଘରେ କାମ କଲି ସେଠାରେ ମୋ ଉପରେ ଅତ୍ୟାଚାର କରାଗଲା। ମୋ ସାଥିରେ ଖରାପ କରିବାକୁ ବି ଚେଷ୍ଟା କରାଯାଉଥିଲା। ଆଉ କେଉଁଠି ବି ମୋତେ କାମ ମିଳିଲାନି। ବାଧ୍ୟ ହୋଇ ପେଟ ପାଇଁ ମାଗି ଯାଚି ଚଳୁଛି। ଶୁଣିକି ବିମଳଙ୍କର ମନ ଖରାପ ହୋଇଗଲା। ସେ ଭାବିଲେ କି ଯେତେବେଳେ ମଣିଷର ଦୁର୍ଭାଗ୍ୟ ଆସେ ତାକୁ କେଉଁଠି ବି ବାସ ମିଳେନି। ଟିକିଏ ସମୟ ପରେ ବିମଳ କହିଲେ କି, ସୁନନ୍ଦା, ତମେ ଯଦି ଖରାପ ନ ଭାବିବ ମୁଁ ଗୋଟିଏ କଥା କହିବି। ସୁନନ୍ଦା କହିଲେ, କୁହନ୍ତୁ। ବିମଳ କହିଲେ କି, ଦେଖ, ତମେ ଏମିତି ମାଗୁଛ, ପର ପାଖରେ ହାତ ପତାଉଛ, ମତେ ଭଲ ଲାଗୁନି। ମୁଁ ଚାହୁଁଛି ତମେ ମାଗିବା ଛାଡ଼ିଦିଅ। ତମ ଚଳିବା ପାଇଁ ଯାହା ଦରକାର ମୁଁ ଦେବି। ତମ ସ୍ୱାମୀ ବି ତମକୁ ଛାଡ଼ି ଦେଇଛନ୍ତି, ଆଉ ରୀତା ବି ମତେ ଛାଡ଼ିକି ପଳେଇଛି। ଯଦି କିଛି ଖରାପ ନ ଭାବିବ ତାହେଲେ ମୁଁ ତମକୁ ଗ୍ରହଣ କରିବା ପାଇଁ ଚାହୁଁଛି। ଆମ ଘରକୁ ବି ସମ୍ଭାଳିବା ପାଇଁ କେହି ସ୍ତ୍ରୀ ଲୋକ ନାହାନ୍ତି। ସୁନନ୍ଦା ଚିନ୍ତାରେ ପଡ଼ିଗଲେ। ବିମଳ ଅଚିହ୍ନା ହୋଇ ବି ଚିହ୍ନା ଥିଲେ, କାରଣ ଆଗରୁ ସେ ବିମଳକୁ ଭଲ ଭାବରେ ଜାଣିଥିଲେ। ଟିକେ ସମୟ ଭାବିବା ପରେ ସୁନନ୍ଦା କହିଲେ କି, ଯଦି ରୀତା ଫେରିଆସେ ତାହେଲେ ତମେ ମୋତେ ଛାଡ଼ିଦେବ? ମୁଁ ଚାହୁଁନି କି ମୋ ଜୀବନରେ ପୁଣି ଥରେ ସେମିତି ଘଟଣା ଘଟୁ ବୋଲି। ମୁଁ ଯେମିତି ବଞ୍ଚୁଛି ଠିକ୍ ଅଛି। କମ୍ ସେ କମ୍ ମୋତେ ସେଇ ଜୀବନ ଆଉ ଜିଇବାର ନାହିଁ। ସେଠୁ ବିମଳ କହିଲେ କି, ନା ନା, ସେମିତି ହେବନି ଜମା। ରୀତାକୁ ମୁଁ ଛାଡ଼ପତ୍ର ଦେଇଦେଇଛି, ସେ ଆଉ ଫେରିବାର ନାହିଁ। ତେଣୁ ମୁଁ ତୁମକୁ ହିଁ ପ୍ରସ୍ତାବ ଦେଲି। ସୁନନ୍ଦା ଗୋଟିଏ ଦିନର ସମୟ ମାଗି ସେଠାରୁ ପଳେଇ ଆସିଲେ। ରାତି ସାରା ବସି ବିମଳଙ୍କ କଥା ଚିନ୍ତା କଲେ। ଆଉ ଶେଷରେ ତାଙ୍କୁ ବିମଳଙ୍କର କଥା ଠିକ୍ ଲାଗିଲା। ପରଦିନ ସକାଳ ହେଲା। ବିମଳ ନିଜେ ଆସି ସୁନନ୍ଦାଙ୍କ କବାଟ ବାଡ଼େଇଲେ। ଚାଳ ଛପର ନୁଆଣିଆ ଘର ଥିଲା। କବାଟ ଖୋଲି ବିମଳକୁ ଭିତରକୁ ଡାକିଲେ, ଆଉ ମସିନା ପାରି ବସିବାକୁ କହିଲେ। କିଛି ସମୟ ଭିତରେ ପୁଣି ବିମଳ ପଚାରିଲେ କି, ସୁନନ୍ଦା, ତମେ କ'ଣ ଚିନ୍ତା କଲ? ସୁନନ୍ଦା ମୁହଁ ତଳକୁ କରି ହଁ ମାରିଲେ। ଅର୍ଥାତ୍ ସେ ବିମଳକୁ ନିଜର କରିବା ପାଇଁ ରାଜି ହୋଇଗଲେ। ବିମଳ ଖୁସି ହୋଇଗଲେ। ଆଉ ସେହି ସମୟରେ ହିଁ ସେ ସୁନନ୍ଦାଙ୍କୁ ସାଥିରେ ନେଇ ତାଙ୍କ ଘରକୁ ଗଲେ। ଘରେ ପହଞ୍ଚି ସେ ନିଜ ପରିବାର ବିଷୟରେ ସବୁ କଥା କହିଲେ। ସେଦିନଠାରୁ ସୁନନ୍ଦା ବିମଳଙ୍କ ଘରେ ରହିବାକୁ ଲାଗିଲେ। 15 ଦିନ ପରେ ବିମଳଙ୍କର ଛୋଟ ଭାଇ ରାଜୁ ହଷ୍ଟେଲରୁ ଘରକୁ ଆସିଲେ। ଯେମିତି ସେ ଘରେ ପଶିଛନ୍ତି, ସୁନନ୍ଦାଙ୍କୁ ଦେଖି ଚମକି ପଡ଼ିଲେ। ଭାବିଲେ କାଳେ ଭୁଲରେ ଆଉ କାହା ଘରେ ପଶିଯାଇନି ତ। ଆଶ୍ଚର୍ଯ୍ୟ ହୋଇ ସୁନନ୍ଦାଙ୍କୁ ପଚାରିଲେ କି, ଆପଣ କିଏ? ଆପଣ ଘରେ କ'ଣ କରୁଛନ୍ତି? ପୁଣି ସୁନନ୍ଦା କହିଲେ କି, ଆମ ଘରେ ଛିଡ଼ା ହୋଇ ପଚାରୁଛ କି ମୁଁ କିଏ ବୋଲି? ତମେ କିଏ? ସେଠୁ ରାଜୁ ପ୍ରବଳ ରାଗିଗଲେ। ଆଉ କହିଲେ କି, ତମ ଘର? କେବେଠୁ ଏ ଘର ତମର ହୋଇଗଲାଣି? ଦୁଇ ଜଣଙ୍କ ଭିତରେ ଯୁକ୍ତିତର୍କ ଚାଲିଥିବା ବେଳେ ବିମଳ ଛାତ ଉପରୁ ତଳକୁ ଆସିଲେ। ରାଜୁକୁ ସେ ଡାକି ନେଇ ସୁନନ୍ଦାଙ୍କ ବିଷୟରେ କହିଲେ। ଆଉ କହିଲେ କି, ୟାଙ୍କ ସ୍ୱାମୀ ବି ତାଙ୍କୁ ଛାଡ଼ି ଦେଇଛନ୍ତି। ତେଣୁ ମୁଁ ଭାବୁଛି କି ତାଙ୍କୁ ତ ଭାଉଜ କଲେ କେମିତି ହୁଅନ୍ତା। ସେଠୁ ରାଜୁ ଟିକିଏ ଚିନ୍ତାରେ ପଡ଼ିଗଲେ। କହିଲେ କି, ଭାଇ, ଏଇଟା ଭଲ କଥା। ହେଲେ ତାଙ୍କୁ ଯଦି ଏମିତି ଘରେ ରଖିବ ତାହେଲେ ଗାଁ ଲୋକ କ'ଣ କହିବେ? ଚାରିଆଡ଼େ ଆମର ବଦନାମ ହେବ। ସେଠୁ ବିମଳ କହିଲେ, ତାହେଲେ କ'ଣ କରିବା ତୁ କହ? ରାଜୁ କହିଲେ କି, ତମେ ଆଗ ତାଙ୍କୁ ନେଇ ମନ୍ଦିରରେ ବାହା ହୋଇଯା। ବାହା ହେବା ପରେ ସେ ମୋ ଭାଉଜ ହୋଇ ଏଠାରେ ଆରାମରେ ରହିପାରିବେ। ବିମଳକୁ ରାଜୁଙ୍କର କଥା ଠିକ୍ ଲାଗିଲା। ରାଜୁ ତୁରନ୍ତ ଗାଁକୁ ଯାଇ ଗାଁ ମୁଖିଆଙ୍କୁ ଡାକିକି ଆଣିଲେ। ମୁଖିଆଙ୍କୁ ବିମଳ ସବୁ କଥା କହିଲେ। ଶୁଣିକି ମୁଖିଆ ବି ଖୁସି ହୋଇଗଲେ। କହିଲେ, ଦୁଇ ଅଭାଗା ଯଦି ଏକ ହୋଇପାରିବ ତାହେଲେ ଖୁସିର କଥା। ସେଠୁ ମୁଖିଆ ବିମଳଙ୍କର ବିବାହର ଦାୟିତ୍ୱ ନେଲେ। ଶୁଭ ମୁହୂର୍ତ୍ତ ଦେଖି ଅଳ୍ପ କିଛି ଗାଁ ଲୋକଙ୍କ ସାମ୍ନାରେ ବିମଳ ସୁନନ୍ଦାଙ୍କୁ ବାହା ହୋଇଗଲେ। ଏଥର ସୁନନ୍ଦାଙ୍କ ପାଇଁ ଆଉ ସମସ୍ୟା ନଥିଲା। ସେ ବିମଳକୁ ନିଜର ସ୍ୱାମୀ ଓ ତାଙ୍କ ଘରକୁ ନିଜର ଘର ମାନି ନେଇଗଲେ। ଧୀରେ ଧୀରେ ସମୟ ବିତୁଥିଲା। 3 ବର୍ଷ ପରେ
ସୁନନ୍ଦାଙ୍କର ଗୋଟିଏ ପୁଅ ହୋଇଥିଲା। ବିମଳ ବି ଖୁସି ଥିଲେ। ଦିନେ ସୁନନ୍ଦା ବିମଳକୁ କହିଲେ କି, ଯଦି ତମ ପାଖରେ ସମୟ ଥିବ ତାହେଲେ ଗୋଟିଏ ଦିନ ମୋ ପାଇଁ ଦେବ। ସୁନନ୍ଦାଙ୍କ ମୁହଁରୁ ଅଜବ କଥା ଶୁଣି ବିମଳ ଟିକେ ଚିନ୍ତାରେ ପଡ଼ିଗଲେ। ପଚାରିଲେ କି, ଏମିତି କ'ଣ କହୁଛ? ସୁନନ୍ଦା କହିଲେ କି, ହଁ ଠିକ କଥା, ତମକୁ ଯେବେ ସମୟ ହେବ ତମକୁ ଗୋଟିଏ ଜାଗାକୁ ନେଇକି ଯିବି, ଆଉ ସେଠାରେ ପହଞ୍ଚିଲେ ହିଁ ସେ କଥା କହିବି। 2 ଦିନ ପରେ ସୁନନ୍ଦା ନିଜକୁ ଖୁବ୍ ସଜେଇଲେ। ବେକରେ ସୁନା ହାର, କାନରେ କାନଫୁଲ, ହାତରେ ସୁନା ଚୁଡ଼ି, ସବୁ ଆଙ୍ଗୁଠିରେ ସୁନା ମୁଦି ପିନ୍ଧି ଯେମିତି ରାଣୀ ବେଶ ହୋଇଥିଲେ। ଆଉ ବିମଳକୁ ବି ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରିବା ପାଇଁ କହିଲେ। ବିମଳକୁ ଅଜବ ଅଜବ ଲାଗୁଥିଲେ ବି ସେ ସ୍ତ୍ରୀ କଥା ମାନିଲେ। ସୁନନ୍ଦା ନିଜ ପୁଅ ଓ ସ୍ୱାମୀକୁ ନେଇ ନିଜ କାର ଯୋଗେ ଘରୁ ବାହାରିଗଲେ। ହେଲେ ସେତେବେଳ ଯାଏଁ ବିମଳ କିଛି ବି ଜାଣିପାରୁନଥିଲେ କି ସୁନନ୍ଦା ତାଙ୍କୁ କେଉଁଠିକି ନେଇକି ଯାଉଛନ୍ତି। ବାଟରେ ବିମଳ ପଚାରିଲେ କି, ମତେ ଏମିତି ସଜେଇ କୁଆଡ଼େ ନେଇକି ଯାଉଛ? ସେଠୁ ସୁନନ୍ଦା କହିଲେ କି, ସେଟା ସିକ୍ରେଟ, ସେ ଜାଗାରେ ପହଞ୍ଚିବା ପରେ ତମେ ଜାଣିପାରିବ। କେବଳ ଏତିକି ଜାଣିଥା କି କାହାଠୁ ପ୍ରତିଶୋଧ ନେବାର ଅଛି। ପ୍ରତିଶୋଧ? ଶୁଣିକି ବିମଳକୁ ଅଡ଼ୁଆ ଲାଗିଲା। ସେ କହିଲେ କି, ସୁନନ୍ଦା, ମୁଁ କାହା ସାଥିରେ ଝଗଡ଼ା କରିବାକୁ ଚାହେଁନି। ସୁନନ୍ଦା କହିଲେ, ତମେ ହେଉଛ ମୋ ପାଇଁ ଭଗବାନ, ମୁଁ କେବେ ବି ତମକୁ ନେଇ କାହା ସାଥିରେ ଝଗଡ଼ା କରିବିନି। ତମେ ଆଗ ମୋ ସାଥିରେ ଚାଲ। କଥା ହେଉ ହେଉ ସୁନନ୍ଦା ତାଙ୍କ ଘର ଆଗରେ ପହଞ୍ଚିଗଲେ। ଝାଟି ମାଟି କୁଡ଼ିଆ ଘରେ ସୁନନ୍ଦାଙ୍କର ଚକାଚକ କାର ଲାଗିଲା। କାରରୁ ଓହ୍ଲେଇ ସେ କବାଟ ବାଡ଼େଇ ଭାଇ ଭାଉଜଙ୍କୁ ଡାକିଲେ। ଡାକିବା ଭିତରେ କିଛି ଗାଁ ଲୋକ ବି ଏକାଠି ହୋଇଯାଇଥିଲେ। ସୁନନ୍ଦାଙ୍କର ଭାଉଜ କବାଟ ଖୋଲିଲେ। କବାଟ ଖୋଲୁ ଖୋଲୁ ସୁନନ୍ଦା ଚିଲେଇ ଚିଲେଇ କହିଲେ କି, ଭାଉଜ ଦେଖ, ଦେଖ ମୋ ସାଥିରେ କିଏ ଆସିଛନ୍ତି। ସୁନନ୍ଦାଙ୍କର ଭାଉଜ ଚକିତ ହୋଇଗଲେ। ସୁନନ୍ଦା କ'ଣ କହି ଚାଲିଛନ୍ତି? ସେଠୁ ସୁନନ୍ଦା କହିଲେ କି, ତମେ ଦିନେ ମୋ ନାଁରେ ମିଛ ସତ କହିକି ମତେ ଘରୁ ବାହାର କରିଦେଇଥିଲ। କହିଥିଲ କି ଅଭାଗା ବାହା ହେଉ ହେଉ ସ୍ୱାମୀକୁ ପର କଲା, ତଡ଼ା ଖାଇ ଘରକୁ ଆସୁ ଆସୁ ବାପା ମାଆକୁ ଖାଇଲା। ଇଏ ଘରେ ରହିଲେ ଆମର ଅମଙ୍ଗଳ ହେବ, ଆମର ଅସୁବିଧା ହେବ। ଭଗବାନ ଯଦି ତମକୁ ସାହା ହେଉନାହାନ୍ତି ତାହେଲେ ଆମେ କିଏ? ତେଣୁ ତମେ ତମ ଘରୁ ବାହାରି ଯା। ହେଲେ ଦେଖ ଭାଉଜ, ତମେ ଯାହାକୁ ଘରୁ ତଡ଼ି ଦେଇଥିଲ ତା ଜୀବନ ଆଜି ସୁଧୁରି ଯାଇଛି। ତମେ ଯାହା ଜୀବନକୁ ଅସଜଡ଼ା କରି ତଡ଼ି ଦେଇଥିଲ, ଭଗବାନ ଆଜି ତାକୁ ଆଶ୍ରା ଦେଇଛନ୍ତି। ଭଗବାନ ମତେ ଏତେ ଭଲରେ ରଖିଛନ୍ତି ଯେ ମୋର କିଛି ବି ଅସୁବିଧା ନାହିଁ। ରାଣୀ ପରି ରଖିଛନ୍ତି ମୋ ସ୍ୱାମୀ। ସବୁ କଥା ଶୁଣିକି ସୁନନ୍ଦାଙ୍କର ଭାଇ ଭାଉଜଙ୍କର ମୁହଁ ତଳକୁ ହୋଇଗଲା। ଏବେ ଅଳ୍ପ ଅଳ୍ପ କରି ସବୁ ବୁଝିପାରୁଥିଲେ ବିମଳ। ଗାଁ ଲୋକ ବି ଟୁପୁରୁ ଟାପୁରୁ ହେଉଥିଲେ। ସେହି ଦୁଆର ବନ୍ଧ ଉପରେ ସୁନନ୍ଦା ନିଜ ଭାଇ ଭାଉଜଙ୍କୁ ଉଚିତ ଜବାବ ଦେଇ ନିଜ ଚକାଚକ କାରରେ ବସି ପୁଣି ନିଜ ଘରକୁ ପଳେଇ ଆସିଲେ। ସେ ନିଜ ସ୍ୱାମୀଙ୍କୁ ଭଗବାନ ଓ ଦିଅରଙ୍କୁ ନିଜର ଛୋଟ ଭାଇ ପରି ଯତ୍ନ ନେଉଥିଲେ। ଆଉ ସେ ଘରେ ବି ହସ ଖୁସି ଫେରି ଆସିଥିଲା। ତ ଏହା ଥିଲା ସୁନନ୍ଦାଙ୍କ କାହାଣୀ। କାହାଣୀ ବିଷୟରେ ଆପଣଙ୍କର ମତ କମେଣ୍ଟ ବକ୍ସରେ ଦେବେ। ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କଲେ ପର ଭିଡିଓରେ ନାଁ ଘୋଷଣା ହେବ। କାହାଣୀ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଆମ ଫେସବୁକ୍ ପେଜ ସିକ୍ରେଟ ଷ୍ଟୋରିଜକୁ ବି ଫଲୋ କରିବାକୁ ଜମା ଭୁଲିବେନି। ଲିଙ୍କ ଡେସ୍କ୍ରିପସନରେ ଦେଇଛି। ଗତ ଭିଡିଓକୁ ସମ୍ପୂର୍ଣ୍ଣ ଦେଖି ଲାଇକ୍ ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ କରିଥିବା ବ୍ୟକ୍ତିମାନେ ହେଲେ ଦାମୋଦର ବିରୁଆ ମୟୂରଭଞ୍ଜ, କାର୍ତ୍ତିକ ଯାଦବ କଳାହାଣ୍ଡି, କମ୍ଭୁପାଣି ପ୍ରଧାନ ପଳାଶଗୋରା, ତନିଷା ତନୟା ଭୁବନେଶ୍ୱର, ଅଜୟ ସୁତାର, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, ରାଜୁ ମଣ୍ଡଳ ଗଜପତି, ରୋହିତ ପାଣି ଢେଙ୍କାନାଳ, ପ୍ରଭାତ ନଳିନ ମିଶ୍ର ଆନନ୍ଦପୁର। ସିକ୍ରେଟ ଷ୍ଟୋରିଜର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ।